ମାଘ ପରେ ପରେ ଫାଲ୍ଗୁନ ମାସରେ ପାଳିତ ହୁଏ ଶିବରାତ୍ରି ପର୍ବ। ଏହାକୁ ଜାଗର ପର୍ବ ମଧ୍ୟ କୁହାଯାଏ। ଏହା ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ଏଥିରେ ଉଭୟ ନାରୀ ଏବଂ ପୁରୁଷ ଏହି ବ୍ରତ କରିଥାନ୍ତି। ବସନ୍ତ ଋତୁର ଆଗମନକାଳୀନ ମଧ୍ୟବର୍ତ୍ତୀ ସମୟରେ ଏହି ପର୍ବ ପାଳନ କରାଯାଏ। ଏଥିରେ ଉପବାସ ରହି ଏକାଗ୍ର ଧ୍ୟାନ କରି ଉଜାଗର ରହି ଲୋକମାନେ ବିଭିନ୍ନ ପ୍ରକାରର ସାତ୍ତ୍ୱିକ ନୈବେଦ୍ୟ ଏବଂ ମହାର୍ଘ ଉପଚାର କରନ୍ତି। ରାତି ସାରା ଘିଅ ଦେଇ ଦୀପ ଜାଳିବା ଏହାର ଏକ ପରମ୍ପରା। କୁହାଯାଏ ଯେ ମାନବ ଜଗତକୁ ଅନ୍ଧକାର ଦୂରୀଭୂତ କରି ଆଲୋକ ପ୍ରଦାନ କରି ଏକ ଧାର୍ମିକ ସଂସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ। ଏହା ପରେ ପରେ ଫାଲ୍ଗୁନ ମାସର ଦୋଳ ଉତ୍ସବ ଆମ ଓଡ଼ିଶାର ପାରମ୍ପରିକ କ୍ଷେତ୍ରରେ ଏକ ପ୍ରଧାନ ପର୍ବ ଅଟେ। ଗାଁ ଠାରୁ ସହର ପର୍ଯ୍ୟନ୍ତ ଏହି ଦିନ ହୋଲି ଖେଳ କରାଯାଏ। ତା ସହିତ ନାମ ସଂକୀର୍ତ୍ତନ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ, ବିଭିନ୍ନ ଦୋଳମଣ୍ଡପରେ ରଙ୍ଗ ଅବିର ଖେଳ, ଯାହାକି କୃଷ୍ଣଙ୍କର ଅତି ପ୍ରିୟ, ତାହାକୁ ପାଳନ କରାଯାଇଥାଏ। ଏହି ସମୟରେ ବିଭିନ୍ନ ଦେବାଦେବୀମାନଙ୍କୁ ଗାଁ ପରିକ୍ରମା କରି ବିଭିନ୍ନ ହୋଲି ଉତ୍ସବ ପାଳନ କରି ଦୋଳଯାତ୍ରା, ହୋଲିକା ଦହନ ଇତ୍ୟାଦି ପରମ୍ପରା ପାଳିତ ହୋଇଥାଏ। ଏହା ଏକ ଗଣପର୍ବ ଅଟେ। ଏହା ଭାରତର ନିର୍ଦ୍ଦିଷ୍ଟ ପ୍ରାନ୍ତରରେ ବୈଷ୍ଣବ ଧର୍ମ ଅବଲମ୍ବୀମାନେ ଏହାକୁ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି। ପରିଶେଷରେ ଆମେ ଏତିକି କହିବା, 12 ମାସରେ 13 ପର୍ବ ଓଡ଼ିଆ ପରମ୍ପରାର ଏକ ସଂସ୍କୃତି। ଲୋକଟିଏ ଯେତେ ଗରିବ ହେଉନା କାହିଁକି ପର୍ବକୁ କେବେ ଏଡ଼େଇ ପାରେ ନାହିଁ। ବିଭିନ୍ନ ମାସରେ ପଡ଼ୁଥିବା ପର୍ବପର୍ବାଣୀକୁ ଜନସାଧାରଣ ଖୁବ୍ ଆନନ୍ଦର ସହିତ ଜୀବନ ସହିତ ସାମିଲ କରି ଜୀବିକା ଅନ୍ତର୍ଭୁକ୍ତ କାର୍ଯ୍ୟଗୁଡ଼ିକ ନିଷ୍ଠାର ସହିତ ପାଳନ କରିଥାନ୍ତି। ଧର୍ମ ସହିତ ପର୍ବପର୍ବାଣୀର ସମ୍ପର୍କ ନିବିଡ଼ ଥିବାରୁ ଜୀବନ ଶୃଙ୍ଖଳିତ କରିବା ପାଇଁ ଏହି ପର୍ବପର୍ବାଣୀର ନୀତି ନିୟମ, ପରମ୍ପରା, ଆଡ଼ମ୍ବର ଏବଂ ଗୁରୁତ୍ୱ ରହିଛି ଏବଂ ଲୋକେ ଧର୍ମକୁ ବିଶ୍ୱାସ କରୁଥିବାରୁ ଏହା ସାମାଜିକ ଜୀବନରେ ଏକ ନିୟମ ପାଲଟି ଯାଇଛି। ସୁସ୍ଥ, ସୁନ୍ଦର ଏବଂ ଆନନ୍ଦମୁଖର ସମାଜଟିଏ ଗଠନ କରିବା ପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋକମାନେ ଧର୍ମକୁ ବିଶ୍ୱାସ କରନ୍ତି। ତେଣୁ ଏହି ଆଧାରରେ ସେମାନେ ପର୍ବ ପାଳନ କରିଥାନ୍ତି। ମଣିଷମାନଙ୍କର ଏତିକି ବିଶ୍ୱାସ ରହିଛି ଯେ ବିବାହ ହେଉ କି ମୃତ୍ୟୁ ଦିବସ ହେଉ କି ଜନ୍ମ ଦିବସ ହେଉ ବା ମିଳନ ହେଉ ବା ବିରହ ହେଉ ଇତ୍ୟାଦିକୁ ବିଭିନ୍ନ ଉତ୍ସବ ମାଧ୍ୟମରେ ସେମାନେ ଆୟୋଜନ କରିଥାନ୍ତି। ଉତ୍କଳର ପର୍ବପର୍ବାଣୀ ପାଳନରେ ଆମର ମୁଖ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପର୍ବଗୁଡ଼ିକ ପାଳନ କରାଯାଇଥାଏ। ତେବେ 12 ମାସରେ 13 ପର୍ବ ଆମ ଓଡ଼ିଆଙ୍କ ଭିତରେ ସମନ୍ୱୟତା ରକ୍ଷା କରେ, ସମାନତା ଆଣିଦିଏ, ସମପ୍ରାଣତାର ଅଗ୍ରସର ହୋଇଥାଏ ଏବଂ ଉଦାର ଚେତନାରେ ସହନଶୀଳତାକୁ ଉଜ୍ଜୀବିତ କରିଥାଏ।